ପ୍ରେଜ୍ ଲର୍ଡ। ପ୍ରିୟ ଭାଇ ଏବଂ ଭଉଣୀମାନେ, ଆଜି ଆମେ ଆମକୁ ଅନେକ ଲୋକ ପଚାରୁଥିବା ଏକ ପ୍ରଶ୍ନ ଉପରେ ନଜର ପକାଇବା। ଯୀଶୁ କେଉଁ ଡିନୋମିନେସନର? ପେଣ୍ଟିକୋଷ୍ଟାଲ, କ୍ୟାଥଲିକ୍, ବ୍ୟାପ୍ଟିଷ୍ଟ, ଲୁଥରାନ ନା ଆଉ କିଛି? ଉତ୍ତର ଅତି ସରଳ। ଯୀଶୁ ଖ୍ରୀଷ୍ଟ ପ୍ରତ୍ୟେକ ସମ୍ପ୍ରଦାୟ ମାନଙ୍କ ଠାରୁ ବଡ଼। ସେ କୌଣସି ସମ୍ପ୍ରଦାୟର ପ୍ରତିଷ୍ଠାତା ନୁହନ୍ତି। ସେ ଜଗତର ତ୍ରାଣକର୍ତ୍ତା, ସମସ୍ତଙ୍କର ପ୍ରଭୁ ଏବଂ ମଣ୍ଡଳୀର ମୁଖ୍ୟ ଅଟନ୍ତି। ଧର୍ମ ଉପଦେଶ ବିଭିନ୍ନ ନାମରେ ହୋଇପାରେ, କିନ୍ତୁ ପରିତ୍ରାଣ କେବଳ ଗୋଟିଏ ନାମରୁ ଆସେ। ସେହି ନାମ ହେଉଛି ଯୀଶୁ ଖ୍ରୀଷ୍ଟ। ପ୍ରଥମ ବିନ୍ଦୁ, ଯୀଶୁ ଉଦ୍ଧାର କରିବାକୁ ଆସିଥିଲେ, ବିଭାଜନ କରିବାକୁ ନୁହେଁ। ଯୀଶୁ ପୃଥିବୀରେ ଥିବା ସମୟରେ ସେ କେବେ ହେଁ କହିନଥିଲେ ଯେ ମୋର ପେଣ୍ଟିକୋଷ୍ଟାଲ ଅନୁସାରେ ଅନୁସରଣ କର, କି ମୋର କ୍ୟାଥଲିକ୍ ଭାବରେ ଅନୁସରଣ କର, କି ମୋର ବାପ୍ଟିଷ୍ଟ ଭାବରେ ଅନୁସରଣ କର। ସେ ସରଳ ଏବଂ ସ୍ପଷ୍ଟ ଭାବରେ କହିଥିଲେ, ମୋର ଅନୁସରଣ କର। ଯୋହନ 12:26। ଯୀଶୁ ବିଭାଜନ କରିବାକୁ ନୁହେଁ, କିନ୍ତୁ ଆମକୁ ପରିତ୍ରାଣ ଦେବାକୁ ଆସିଥିଲେ। ସେ ଏକ ରାଜ୍ୟ ନିର୍ମାଣ କରିବାକୁ ଆସିଥିଲେ, କିନ୍ତୁ ସମ୍ପ୍ରଦାୟ ଗୁଡ଼ିକର ନିର୍ମାଣ ପାଇଁ ନୁହେଁ। ଅଧିକାଂଶ ସମ୍ପ୍ରଦାୟ ଯୀଶୁ ଖ୍ରୀଷ୍ଟଙ୍କ ପରେ ଲୋକମାନଙ୍କ ଦ୍ୱାରା ଗଠିତ ହୋଇଥିଲା। ଭିନ୍ନ ସଂସ୍କୃତି, ବିଭିନ୍ନ ଭାଷା, ଭିନ୍ନ ବ୍ୟାଖ୍ୟା ଏବଂ ଭିନ୍ନ ଉପାସନା ଶୈଳୀ ଅନୁସାରେ। କିନ୍ତୁ ଯୀଶୁଙ୍କ ଉଦ୍ଦେଶ୍ୟ କେବେ ବି ଆମକୁ ବିଭାଜିତ କରିବା ନଥିଲା। ତାଙ୍କ ଉଦ୍ଦେଶ୍ୟ ଆମକୁ ରକ୍ଷା ଏବଂ ଏକତ୍ର କରିବାକୁ ଥିଲା। ଦ୍ୱିତୀୟ ବିନ୍ଦୁ, ଯୀଶୁ ଗୋଟିଏ ମଣ୍ଡଳୀ ପାଇଁ ପ୍ରାର୍ଥନା କରିଥିଲେ। ଯୀଶୁ କ୍ରୁଶାର୍ପିତ ହେବା ପୂର୍ବରୁ ତାଙ୍କ ସେବାର ସବୁଠାରୁ ଭାବାତ୍ମକ ପ୍ରାର୍ଥନା ମଧ୍ୟରୁ ଗୋଟିଏ ପ୍ରାର୍ଥନା ହେଉଛି ଯୋହନ 17:21। ପିତା, ସେମାନେ ସମସ୍ତେ ଏକ ହୁଅନ୍ତୁ। ଏକତା ହେଉଛି ଯୀଶୁଙ୍କର ହୃଦୟ ସ୍ପନ୍ଦନ। ଯେତେବେଳେ ଆମେ ଖ୍ରୀଷ୍ଟିଆନ ମାନଙ୍କ ମଧ୍ୟରେ ବିଭିନ୍ନ ସମ୍ପ୍ରଦାୟ ପାଇଁ ଲଢ଼େଇ କରୁ, ସେତେବେଳେ ଆମେ ଯୀଶୁ ଲୁହ ଝରେଇ ଆମ ପାଇଁ କରିଥିବା ପ୍ରାର୍ଥନା ଭାଙ୍ଗି ଦେଉ। ସେ କୌଣସି ଲଢୁଆ ଗୋଷ୍ଠୀ ଚାହାନ୍ତି ନାହିଁ। ସେ ପରମେଶ୍ୱରଙ୍କ ଅଧୀନରେ ତାଙ୍କ ସେବା ପାଇଁ ଗୋଟିଏ ଏକତ୍ର ମଣ୍ଡଳୀ ଚାହାନ୍ତି। ତୃତୀୟ ବିନ୍ଦୁ, ସମ୍ପ୍ରଦାୟ ମଣିଷ ଦ୍ୱାରା ଆସେ, କିନ୍ତୁ ପରିତ୍ରାଣ ଈଶ୍ୱରଙ୍କ ଦ୍ୱାରା ଆସେ। ସମ୍ପ୍ରଦାୟ ଆରମ୍ଭ ହେବାର କାରଣ ହେଉଛି ଆମେ ମଣିଷ। ଆମେ ଶାସ୍ତ୍ରକୁ ବିଭିନ୍ନ ଅର୍ଥରେ ବ୍ୟାଖ୍ୟା କଲୁ, ବିଭିନ୍ନ ଭାବରେ ଉପାସନା କଲୁ, କାରଣ ଆମେ ବିଭିନ୍ନ ପରମ୍ପରାରୁ ଆସୁ। କିନ୍ତୁ ଏହି ସତ୍ୟ ଆମକୁ ଜାଣିବା ଦରକାର ଯେ ଏକ ସମ୍ପ୍ରଦାୟ ଆମକୁ ପରିତ୍ରାଣ ଦେଇପାରିବ ନାହିଁ। ଏକ ଗୋଷ୍ଠୀର ନାମ, ଏକ ଗୋଷ୍ଠୀ ଆମକୁ ପରିତ୍ରାଣ ଦେଇପାରିବ ନାହିଁ, କିନ୍ତୁ କେବଳ ଯୀଶୁ ଖ୍ରୀଷ୍ଟ ଆମକୁ ପରିତ୍ରାଣ ଦେଇପାରିବେ। ବାଇବଲରେ ଲେଖା ଅଛି, ପ୍ରେରିତ 4:12, ତାହାଙ୍କ ଛଡ଼ା ଆଉ କାହାଠାରେ ପରିତ୍ରାଣ ନାହିଁ। ତ ଆମେ ଜାଣିଲେ ଯେ ସମ୍ପ୍ରଦାୟ ଦ୍ୱାରା ଆମେ ପରିତ୍ରାଣ ପାଇବା ନାହିଁ, କିନ୍ତୁ ଯୀଶୁଙ୍କ ଦ୍ୱାରା ଆମେ ପରିତ୍ରାଣ ପାଇପାରିବା। ଚତୁର୍ଥ ବିନ୍ଦୁ, ବିଚାର ଦିନରେ ପରମେଶ୍ୱର କ'ଣ ପଚାରିବେ ନାହିଁ। ଯେତେବେଳେ ଆମେ ପରମେଶ୍ୱରଙ୍କ ସମ୍ମୁଖରେ ଠିଆ ହେବା, ସେ ପଚାରିବେ ନାହିଁ ଯେ ତୁମେ କେଉଁ ସମ୍ପ୍ରଦାୟରୁ ଆସ, ପେଣ୍ଟିକୋଷ୍ଟ, କ୍ୟାଥଲିକ୍ ନା ବ୍ୟାପ୍ଟିଷ୍ଟ। କିନ୍ତୁ ସେ ପଚାରିବେ, ତୁମେ କ'ଣ ମୋର ଏକମାତ୍ର ପୁତ୍ର ଯୀଶୁଙ୍କୁ ଜାଣିଛ କି? ତ ପ୍ରଭୁ ଆମ ଠାରୁ କ'ଣ ଚାହାନ୍ତି? ସେ ଆମଠାରୁ ଆମର ବିଶ୍ୱାସ, ଆମର ହୃଦୟ, ଆମର ଆଜ୍ଞା ପାଳନ ଏବଂ ତାଙ୍କ ସହିତ ଆମର ସମ୍ପର୍କ ଚାହାନ୍ତି। ଆମର ଚର୍ଚ୍ଚର ସାଇନ ବୋର୍ଡରେ ତାଙ୍କର ନାମ ନୁହେଁ। ପଞ୍ଚମ ବିନ୍ଦୁ, ଡେନୋମିନେସନକୁ ନୁହେଁ, ଯୀଶୁଙ୍କ ପଥକୁ ଅନୁସରଣ କରିବା। ଯୀଶୁ ଘୋଷଣା କଲେ, ମୁଁ ପଥ, ସତ୍ୟ ଓ ଜୀବନ। ଯୋହନ 14:6। ସେ ଏହା କହିନଥିଲେ ଯେ ମୁଁ ଏହି ସମ୍ପ୍ରଦାୟର। ସେ ପଥ, ତାର ଅର୍ଥ କୌଣସି ଡେନୋମିନେସନ ନୁହେଁ। ସେ ସତ୍ୟ, ଏହାର ଅର୍ଥ କୌଣସି ପରମ୍ପରା ନୁହେଁ। ସେ ଜୀବନ, ଏହାର ଅର୍ଥ କୌଣସି ଗୋଷ୍ଠୀ ନୁହେଁ। ସମ୍ପ୍ରଦାୟ କେବଳ ଗୋଟିଏ ଗୋଷ୍ଠୀ, କିନ୍ତୁ ଯୀଶୁ ଅନନ୍ତ ଜୀବନ। ଷଷ୍ଠ ବିନ୍ଦୁ, ଖ୍ରୀଷ୍ଟଙ୍କ ଠାରେ ଆମର ପ୍ରକୃତ ପରିଚୟ। ପାଉଲ ପ୍ରାରମ୍ଭିକ ମଣ୍ଡଳୀରେ ଏହି ସମାନ
ସମସ୍ୟାକୁ ସମ୍ବୋଧିତ କରିଥିଲେ। ଜଣେ କୁହନ୍ତି ମୁଁ ପାଉଲଙ୍କୁ ଅନୁସରଣ କରେ, ଆଉ ଜଣେ ମୁଁ ଆପୋଲୋଙ୍କୁ ଅନୁସରଣ କରେ, ଆଉ ଜଣେ ମୁଁ ପିତରଙ୍କୁ ଅନୁସରଣ କରେ। କ'ଣ ଖ୍ରୀଷ୍ଟ ବିଭକ୍ତ କରିବାକୁ ଆସିଥିଲେ? ପ୍ରଥମ କରନ୍ତୀୟ 1:12-13। ପାଉଲଙ୍କ ବାର୍ତ୍ତା ସ୍ପଷ୍ଟ ଥିଲା ଯେ ଆମେ ଯୀଶୁଙ୍କୁ ବିଭାଜିତ କରିବା ନାହିଁ, କେବଳ ଖ୍ରୀଷ୍ଟଙ୍କୁ ଅନୁସରଣ କରିବା। ଆମର ପ୍ରକୃତ ପରିଚୟ ହେଉଛି ଆମେ ପରମେଶ୍ୱରଙ୍କର ସନ୍ତାନ, ଆମେ ଯୀଶୁଙ୍କର ଶିଷ୍ୟ, ଆମେ ସୁସମାଚାରରେ ବିଶ୍ୱାସୀ, ଆମେ କୌଣସି ଏକ ସମ୍ପ୍ରଦାୟର ଟ୍ୟାଗ ନୁହେଁ। ସପ୍ତମ ବିନ୍ଦୁ ଏହି, ଆମେ କିପରି ଏକ ଶରୀର ଭାବରେ ବଞ୍ଚିବା ଉଚିତ। ଯଦି ଯୀଶୁ ଏକତା ପାଇଁ ପ୍ରାର୍ଥନା କରିଥିଲେ, ତେବେ ଆମକୁ ଏକତାରେ ଚାଲିବାକୁ ପଡ଼ିବ। ପରମେଶ୍ୱର ଆମକୁ କୁହନ୍ତି ଯେ ସମସ୍ତ ବିଶ୍ୱାସୀମାନଙ୍କୁ ଆମେ ସମ୍ମାନ କରିବା, ଯୀଶୁଙ୍କ ଉପରେ ଭରସା ଏବଂ ବିଶ୍ୱାସ କରିବା, ସୁସମାଚାର ପ୍ରଚାର କରିବା, ପରସ୍ପରକୁ ପ୍ରେମ କରିବା, ଶାନ୍ତିରେ ଚାଲିବା ଏବଂ ଏକ ଶରୀର ଭାବରେ ଏକତ୍ର ଠିଆ ହେବା। ଯୀଶୁ କହିଥିଲେ, ଯଦି ତୁମ୍ଭେମାନେ ପରସ୍ପରକୁ ପ୍ରେମ କର, ତେବେ ଏହା ଦ୍ୱାରା ସମସ୍ତେ ଜାଣିବ ଯେ ତୁମ୍ଭେମାନେ ମୋର ଶିଷ୍ୟ। ଯୋହନ 13:35। ଜଗତ ଆମକୁ ସମ୍ପ୍ରଦାୟ ଦ୍ୱାରା ଚିହ୍ନିବ ନାହିଁ, କିନ୍ତୁ ଆମର ପ୍ରେମ ଦ୍ୱାରା ଚିହ୍ନିବ। ତ ମୋର ପ୍ରିୟ ଭାଇ ଓ ଭଉଣୀମାନେ, ଶେଷରେ ମୁଁ ଏହା କହିବାକୁ ଚାହେଁ ଯେ ସମ୍ପ୍ରଦାୟ ଅନେକ ହୋଇପାରେ, କିନ୍ତୁ ତ୍ରାଣକର୍ତ୍ତା ଜଣେ। ବାଇବଲରେ ଲେଖା ଅଛି, ଏକ ପ୍ରଭୁ, ଏକ ବିଶ୍ୱାସ, ଏକ ବାପ୍ତିସ୍ମ, ଏଫେସୀୟ 4:5। ଖ୍ରୀଷ୍ଟଙ୍କୁ ଆମେ ଆମ ଜୀବନର କେନ୍ଦ୍ରବିନ୍ଦୁ କରିବା, ପ୍ରେମକୁ ଆମର ଭାଷା କରିବା ଏବଂ ଏକତାକୁ ଆମର ସାକ୍ଷ୍ୟ କରିବା। କାରଣ ଜୀବନର ଶେଷରେ କେବଳ ଗୋଟିଏ ପ୍ରଶ୍ନ ଗୁରୁତ୍ୱପୂର୍ଣ୍ଣ ହେବ, ଆମେ କ'ଣ ଯୀଶୁଙ୍କୁ ଅନୁସରଣ କରିଛୁ କି? ଆସନ୍ତୁ ଆମେ ପ୍ରାର୍ଥନା କରିବା। ପ୍ରଭୁ ଯୀଶୁ, ଆମର ମଣ୍ଡଳୀକୁ ଗୋଟିଏ ଶରୀର ଭାବରେ ଏକତ୍ର କର। ଆମ ହୃଦୟରୁ ବିଭାଜନ ଦୂର କର। ତୁମର ସନ୍ତାନମାନଙ୍କୁ ପୃଥକ କରୁଥିବା ପ୍ରତ୍ୟେକ କାନ୍ଥକୁ ଭାଙ୍ଗି ଦିଅ। ତୁମର ନାମକୁ ପ୍ରତ୍ୟେକ ଗୋଷ୍ଠୀମାନଙ୍କ ଠାରୁ ଉପରେ ଉଠାଇବାରେ ଆମକୁ ସାହାଯ୍ୟ କର। ଆମକୁ ପ୍ରକୃତ ଶିକ୍ଷା ଦିଅ ଯେ ଯେଉଁମାନେ ତୁମକୁ ଅନୁସରଣ କରନ୍ତି ସେମାନେ ଅନ୍ୟମାନଙ୍କୁ ଭଲ ପାଆନ୍ତି ଏବଂ ତୁମର ସୁସମାଚାର ପ୍ରଚାର କରନ୍ତି। ତୁମର ପବିତ୍ର ନାମରେ ମାଗିଲୁ ପ୍ରଭୁ, ଆମେନ୍। ପ୍ରେଜ୍ ଦ ଲର୍ଡ।